ବତିଶଟି ଗାଁରୁ ଆମ ଗାଁକୁ ଆସିଥିଲେ ନାମ କରିବା ପାଇଁ, କାହିଁକି ନା ଆମ ଗାଁ 15 ମାଣରେ ଅନୁଷ୍ଠିତ ହୋଇଥିଲା ଅଷ୍ଟପହରୀ ମହାଯଜ୍ଞ। ଆଉ ଅଷ୍ଟପହରୀରେ ଦେଖୁଥିବେ ଆମ ଗାଁର ଆବାଳ ବୃଦ୍ଧ ବନିତା ସମସ୍ତେ ଏକତା ହେଇ କେମିତି ଠାକୁରକୁ କୁଞ୍ଜ ଭିତରକୁ ଆଣି କୁଞ୍ଜକୁ ବହୁତ ସୁନ୍ଦର ଭାବେ ଫୁଲରେ ସଜାଇ ଦେଇଥିଲେ। ଆଉ ସାରା ଗାଁଟି ଆମର ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ହୋଇଯାଇଥିଲା। ହରେକୃଷ୍ଣ ହରେ ନାମରେ କମ୍ପି ଉଠୁଥିଲା। ଆଉ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦେଖିବାକୁ ମଧ୍ୟ ଆସିଥିଲେ, ବହୁତ ଗାଁର ଲୋକ ଦେଖିବାକୁ ଆସୁଥିଲେ। ଆଉ କୀର୍ତ୍ତନିଆ ଗୋଟେ ଦଳ ପରେ ଆଉ ଗୋଟେ ଦଳ କୁଞ୍ଜକୁ ଯାଉଥିଲେ, ହରେକୃଷ୍ଣ ହରେ ନାମ ଧରୁଥିଲେ। ବହୁତ ଖୁସିର କଥା ଯେ ଯୁବକମାନେ ଏଥର ବି ମାନେ ଏଇ ଭକ୍ତି ମାର୍ଗରେ ଯାଉଛନ୍ତି, ଦେଖିକି ବହୁତ ଖୁସି ଲାଗିଲା। ଆଉ କଳସି ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯୋଉଟାକୁ ମୁଁ ମିସ୍ କରିଦେଇଥିଲି, ବହୁତ ଦୁଃଖ ଲାଗିଲା। ଆଉ ଦେଖୁଥିବେ ଗୋଟେ ପରମ୍ପରା ହେଲା ଯେ କୀର୍ତ୍ତନିଆ ମାନେ ଆସୁଥିଲେ, କିନ୍ତୁ କୀର୍ତ୍ତନିଆଙ୍କୁ କୀର୍ତ୍ତନ ମାଧ୍ୟମରେ ସ୍ୱାଗତ ଜଣାଯାଉଥିଲା। ଏହି ପରମ୍ପରା ମୋତେ ଖୁସି ଲାଗୁଥିଲା। ତାଙ୍କୁ ଚନ୍ଦନ ସିନ୍ଦୁର ଦେଇ ତାଙ୍କୁ ସ୍ୱାଗତ ଜଣା ହେଉଥିଲା, ଜଣଙ୍କ ପରେ ଜଣେ ଆସୁଥିଲେ। ଆଉ ଦେଖୁଥିବେ ଝୁଣା ଦୀପ ମହୁରେ ସବୁଆଡ଼େ କେମିତି ବାସ୍ନାରେ ପରିପୂର୍ଣ୍ଣ ହୋଇଯାଉଥିଲା ଭକ୍ତିମୟ ପରିବେଶ। ଆଉ ମୁଁ ଟିକେ ଭୋଗ ଟିକେ ଖାଇଦେଲି, ତାପରେ କହିଲି ଭୋଜି ଆଡ଼କୁ ଟିକେ ଯିବା। ଆଜ୍ଞା ସକାଳୁ ତ ରାତି ଯାକେ ଭୋଜି ଚାଲିଥିଲା ଘର, କହିଲି ଆଜି ମୁଁ ଟିକେ ଖାଇଦିଏ ଏବେ। ତ ଭୋଜି ଖାଇବା ପାଇଁ ମେନ୍ ଜିନିଷଟା ହେଲା ଗିରେ ନଗେନା ତୁ କ'ଣ କ୍ଷୀରି ବାଢ଼ୁଛୁ? ଆଜ୍ଞା ମେନ୍ ଜିନିଷଟି ହେଲା ପତ୍ର। ଦେଖୁଥିବେ ଏଇ ପତ୍ରଟି ଉପରେ ମୁଁ ବହୁତ ଦିନ ପରେ ଖାଇଲି। ଆଉ ଭାତଟି ତାପରେ ରଖିଦେଲେ ତାର ଯେଉଁ ବାସ୍ନା ଅଲଗା ପ୍ରକାର। ଭାତ ଡାଲି ଖଟା କ୍ଷୀରି ମିଠା ପାମ୍ପଡ଼ ହେଇଥିଲା, ବହୁତ ଟେଷ୍ଟି ହେଇଥିଲା। ଆଉ ଏଇ ଗୀତ ଏଇ ସ୍ୱରଟା ଶୁଣିକି ମୁଁ ଆଉ ରହିପାରିଲିନି, ମୁଁ ଗଲି ଟିକେ ଦେଖିବା ପାଇଁ। Hare Krishna, Hare Krishna.